ମାଙ୍କଡ଼ ମାନଙ୍କର ଖୁସି କରି ନ ସରେ ମାନେ ସେ ଯେଉଁ ମାଙ୍କଡ଼ ଇଏ ଲାଗି ମାନେ ଛାଇଲା ଦେଖିକିନା ସେମାନେ ପୁରା ଖୁସି ହେଲା। ସେମାନଙ୍କ ଭିତରୁ ଜଣେ କହିଲା ଆରେ ଦେଖରେ ପୋଖରୀ ଭିତରେ ଜହ୍ନ ଚାଲ ତାକୁ ଧରିବା। ଏ ଭିତରୁ ଜଣେ କହିଲା ଯେ ପୋଖରୀ ଭିତରେ ଜହ୍ନଟା ଅଛି ଚାଲ ଆମେ ତାକୁ ଧରିବା ହେଲା। ତାପରେ ଜହ୍ନକୁ କେମିତି ଧରିବେ ସମସ୍ତେ ଉପାୟ ପାଞ୍ଚିଲେ ମାନେ ସମସ୍ତେ ଚିନ୍ତା କଲେ ତାଙ୍କ ଭିତରେ କଥା ହେଲେ ତାକୁ କେମିତି ଧରବା। ତାପରେ ସେଠୁ ସମସ୍ତେ ଉପାୟ ପାଞ୍ଚୁଥିବା ବେଳେ ଜଣେ ଜହ୍ନକୁ ଆଗ ଧରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲା। ତେଣୁ ସେ କିଛି ଚିନ୍ତା ନ କରି ପୋଖରୀ ଭିତରକୁ ମାରିଲା ଗୋଟେ କୁଦା। କୁଦା ମାନେ ହେଲା ଡିଆଁ ମାନେ ଏମାନଙ୍କ ଭିତରେ ଯେଉଁ ମାନେ ଭାବୁଥିଲେ ତାଙ୍କ ଭିତରେ ମାନେ କଥା ହେଉଥିଲେ ଏମାନଙ୍କ ଭିତରୁ ଜଣେ ସମ୍ଭାଳି ନାହିଁ ବୋଲିକିନା ତାକୁ ମାନେ ଏତେ ଖୁସି ଲାଗିଲା ଯେ ସେ ଆଗ ଜାଗା ଡେଇଁ ପଡ଼ିଛି ଆଉ ବୁଝିପାରିଲ ନାଇଁ। ପୋଖରୀ ଭିତରକୁ ମାରିଲା ଗୋଟାଏ କୁଦା ହେଲେ ଜହ୍ନ କାହିଁ ମାନେ ସେ ସିନା ନେଇ ଜହ୍ନ ସବୁବେଳେ ଥିଲେ ସିନା ଜହ୍ନ ସେ ଜହ୍ନକୁ ଆଗ ନାଇଁ ତାକୁ ଖାଇଲା ନା। ତାପରେ ପାଣି ଭିତରକୁ ଜହ୍ନ ଏକବାର ଛୁ ହେଲା। ତାପରେ ପାଣିରେ ପହଁରୁଥିବା ମାଙ୍କଡ଼ଟି କହିଲା ଆରେ କୁଆଡ଼େ ଗଲା ଜହ୍ନ ମାନେ ସେ ଯୋଉଟା ଡେଗି ଦେଇଛି ସେ ବୁଝି ଜହ୍ନଟା କୁଆଡ଼େ ଗଲା ମୁଁ ତ ଜହ୍ନକୁ ପାଇବା ଲାଗି ଆଇଲି ଜହ୍ନଟା କୁଆଡ଼େ ଗଲା ନାଇଁ। ତାପରେ ଅନ୍ୟମାନେ ଗଛ ଉପରକୁ କହିଲେ ଗଛ ମାନେ ଉପରକୁ ତ କୁଦାରେ ବୋଧ ହୁଏ ଡରିଗଲା ମାନେ ଯେଉଁ ଉପରେ ଯେଉଁମାନେ ଅଛନ୍ତି ତାଙ୍କୁ ସିଏ ମାନେ ତଳେ ଯିଏ ଅଛି ତାକୁ କହୁଛନ୍ତି ଯେ ଯେଉଁ କୁଦାଟା ମାରିଲୁ ଡେଇଲୁ ତ ଡେଇଁବାରେ ସେମାନେ ଡରିଯାଇଛି ଆଉ ଡରିଯାଇକିନା ସେ କୁଆଡ଼େ ଲୁଚି ଦେଇଛି କିମ୍ବା କୁଆଡ଼େ ପଳେଇଛି ହେଲା। ତାପରେ ଓଦା ଜୁଡ଼ୁବୁଡ଼ୁ ମାଙ୍କଡ଼ଟି ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା ମାନେ ଯେଉଁ ତଳେ ଯେଉଁଟା ଡେଗିଥିଲା ସେ ପୁଣି ଉଠି ଆସିକିନା ଏଇଟା ମାନେ ଉଠି ଆସିଲା ସେ ପୁଣି ତା ଗନ୍ଧ ପାଖରେ ବସି ପଡ଼ିଲା। ତାପରେ କିଛି ସମୟ ଗଲା ମାନେ ମାଙ୍କଡ଼ ମାନେ ପୁଣି ଦେଖିଲେ ପୋଖରୀ ଭିତରକୁ ଜହ୍ନ ମାନେ କିଛି ସମୟ ଗଲା ସେ ଯେତେବେଳେ ଡେଗି ଦେଲା ମାନେ ପାଣିଟା ଖର୍ଚ୍ଚ ପକେଇଲା ସେତେବେଳେ ଜଣା ନାଇଁ ପଡ଼େ ନା ଜହ୍ନଟା ଯେତେବେଳେ ପାଣିଟା ସଫା ହେଇଗଲା ମାନେ କିଛି ନାଇଁ ପଡ଼ିଲା ପୁରା ଶାନ୍ତ ହେଇଗଲା ପାଣିଟା ପୁଣି ଜହ୍ନଟା ଦେଖାଗଲା ବୁଝିପାରିଲ ନାଇଁ। ତାପରେ ଜହ୍ନକୁ ବାରମ୍ବାର ଅତି ପାଖରେ ଦେଖି ପୁଣି ଇଚ୍ଛା ହେଲା ତାକୁ ଧରିବା ପାଇଁ। ସେମାନେ ଯେତେବେଳେ ପୁଣି ଦେଖିଲେ ଜହ୍ନଟାକୁ ତାଙ୍କୁ ପୁଣି ଇଚ୍ଛା ହେଲା ଦେଖା ଲାଗି ସେମାନେ ପୁଣି ଆଉ ଥରେ ଆଣିବା ଲାଗି ଚେଷ୍ଟା କଲେ ବୁଝିପାରିଲ। ହଁ ତାପରେ ସେଠି ଦେଖା ପୁଣି ହେଇଛି। ତାପରେ ଏଥର ସେମାନେ ଗୋଟିଏ ନୂଆ ଯୋଜନା କଲେ ଏଇଥର ଆଗ ଯେଉଁ ପ୍ଲାନିଂଟା ତ ଗଲା ହେଲା ଏବେ ପୁଣି ଆଉ ଗୋଟେ ପ୍ଲାନ୍ କଲେ ହେଲା। ତାପରେ ଯୋଜନା କଲା ବେଳେ ଚୁପ୍ ଚୁପ୍ କଥା